ଗୋଟିଏ ଗଛରେ ଗୋଟିଏ କାଉ ବସିଥିଲା। କାଉ ବହୁତ ଭୋକିଲା ଥିଲା। ସେ ଖାଦ୍ୟ ଖୋଜୁଥିଲା। କାଉକୁ ବହୁତ ଭୋକ। ଚାରିଆଡ଼େ ଜଙ୍ଗଲରେ କାଉ ଉଡ଼ି ଉଡ଼ି ଖାଦ୍ୟ ଖୋଜିଲା, ହେଲେ ସେ ଖାଦ୍ୟ ପାଇଲା ନାହିଁ। ସେ ଏବେ କ'ଣ କରିବ? ତାପରେ କାଉ ଜଙ୍ଗଲ ପାଖ ଗୋଟିଏ ଗାଁକୁ ଆସିଲା। ଆଉ ସେ ଗୋଟିଏ ରୁଟିକୁ ଦେଖିଲା। କାଉ ବହୁତ ଖୁସି ହୋଇଗଲା। ତାର ଆନନ୍ଦ କହିଲେ ନ ସରେ। ସେ ମନେ ମନେ ରୁଟିଟିକୁ ଖାଇବ ବୋଲି ଖୁସିର ସୀମା ତାର ରହିଲା ନାହିଁ। ଯାହା ହଉ, ମୋତେ ଆଜି ଖାଦ୍ୟ ମିଳିଗଲା। ଆଜି ଦିନଟି ମୋତେ ଆଉ ଭୋକିଲା ରହିବାକୁ ପଡ଼ିବ ନାହିଁ। ଯାଉଛି ରୁଟିଟିକୁ ନେଇ ଆସିବି। ଜଙ୍ଗଲକୁ ଯାଇ ଗୋଟିଏ ଗଛରେ ବସି ଖୁବ୍ ଆରାମରେ ଖାଇବି। ତାପରେ କାଉ ସେଇ ରୁଟିଟିକୁ ତା ଥଣ୍ଟରେ ନେଇ ଉଡ଼ି ଉଡ଼ି ଜଙ୍ଗଲ ଆଡ଼କୁ ଗଲା। ଗୋଟିଏ କୋକିଶିଆଳ ସେଇ ଜଙ୍ଗଲରେ ବୁଲୁଥିଲା। ସେ ବି ମଧ୍ୟ ବହୁତ ଭୋକିଲା ଥିଲା। ସେ ମନେ ମନେ ଖାଦ୍ୟ ଖୋଜୁଥିଲା। ସେ ଦେଖିଲା କାଉ ତା ଥଣ୍ଟରେ ଗୋଟିଏ ରୁଟି ନେଇ ବହୁତ ଖୁସିରେ ଯାଉଛି। ସେ କାଉର ପିଛା କଲା ଆଉ କାଉ ପଛେ ପଛେ ଗଲା। ତାପରେ କାଉ ଗୋଟିଏ ଗଛରେ ବସିଲା। ଶିଆଳ ବହୁତ ଚାଲାକ। ସେ କେମିତି କାଉ ପାଖରୁ ରୁଟିଟି ନେବ ଭାବିଲା। ସେ କାଉ ପାଖକୁ ଗଲା ଆଉ କହିଲା, କ'ଣ କଳା କାଉ, ତମେ ଭଲ ଅଛ? ହଁ ହଁ, ମୁଁ ଭଲ ଅଛି। ହେଲେ ତମ ମନ କାହିଁ ଭଲ ନାହିଁ? ହଁ, ସତରେ ମୋର ମନ ଭଲ ନାହିଁ। କାରଣ ମୋତେ ଗୀତ ଶୁଣିବାକୁ ଇଚ୍ଛା ହେଉଛି। ଏ ଜଙ୍ଗଲରେ ତମ ଭଳି ସ୍ୱର ଆଉ କାହାର ନାହିଁ। ତମେ ଯଦି ଗୋଟିଏ ଗୀତ ଗାଇଥାନ୍ତ, ମୁଁ ଟିକେ ଶୁଣିଥାନ୍ତି, ବହୁତ ଭଲ ହୁଅନ୍ତା। ତମ ଭଳି ସ୍ୱର ଏ ଜଙ୍ଗଲରେ, ସୁନ୍ଦର କଣ୍ଠ ଚଢ଼େଇ ଏ ଜଙ୍ଗଲରେ ବି ନାହିଁ। କି ସୁନ୍ଦର ତମର ସ୍ୱର। କାଉ ବହୁତ ଖୁସି ହୋଇଗଲା ଆଉ ସେ ନିଜକୁ ବହୁତ ଗର୍ବ ଅନୁଭବ କଲା ଆଉ କହିଲା, ଠିକ୍ ଅଛି, ମୁଁ ଗାଉଛି। କାଉ ଯେତେବେଳେ ଗୀତ ଗାଇଲା ତା ପାଟିରୁ ରୁଟିଟି ତଳେ ପଡ଼ିଗଲା ଆଉ ଶିଆଳ ରୁଟି ନେଇ ସେଠାରୁ ଦୌଡ଼ି ପଡ଼ିଗଲା। କାଉ ଚାହିଁ ହୋଇ ରହିଥାଏ। ତାର ମନ ପୁରା ଭାଙ୍ଗିଗଲା। ସେ ଜାଣିପାରିଲା ଶିଆଳ କ'ଣ ପାଇଁ ତାକୁ ଗୀତ ଗାଇବାକୁ କହୁଥିଲା।